ଏଇଟା 18ଟା ଜିଲ୍ଲା ଯୋଡ଼ି ହେଇଛନ୍ତି ଫ୍ରମ୍ ମାଲକାନଗିରି ଗଜପତିରୁ ରାୟଗଡ଼ା ଅନୁଗୁଳ ଦେବଗଡ଼ ରାଉରକେଲା ସମ୍ବଲପୁର ପ୍ରାୟ ପଶ୍ଚିମ ଓଡ଼ିଶା ଆଉ ଦକ୍ଷିଣ ଓଡ଼ିଶାର ସମସ୍ତ ଠିକାଦାର ୟୁନିୟନର ପ୍ରେସିଡେଣ୍ଟ ସେକ୍ରେଟାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଉଦ୍ଦେଶ୍ୟ ହେଲା ଆମର ଯେଉଁ ପଶ୍ଚିମ ଆଉ ଦକ୍ଷିଣ ଓଡ଼ିଶାର ଯେଉଁଟା ଆମର ନିଷ୍ପତ୍ତି ଗୁଡ଼ାକ ରହୁଥିଲା ପୂର୍ବ ଓଡ଼ିଶାର ଯେଉଁଟା ରହୁଥିଲା ତାଙ୍କର ମନମୁଖୀ କାର୍ଯ୍ୟକୁ ସେମାନେ ଲିମିଟେସନ୍ ଭିତରକୁ ନେଇ ଆସିଲେ। ଆମର ଯେତେ ପରିଶ୍ରମ କରିଥିଲୁ କଣ୍ଟ୍ରାକ୍ଟ ଟେଣ୍ଡର ପ୍ରକ୍ରିୟାକୁ ସେମାନେ ଭଣ୍ଡୁର କରିବା ପାଇଁ କିଛି ଲୋକ ଲାଗି ପଡ଼ିଛନ୍ତି। ତ ଆମର ବିଶେଷ କରିକି ଆମେ ପଶ୍ଚିମ ଆଉ ଦକ୍ଷିଣ ଓଡ଼ିଶାର ଠିକାଦାରମାନେ ବହୁତ କ୍ଷତିଗ୍ରସ୍ତ ହେଲୁ। ସେଥିପାଇଁ ଆମେ ନିଷ୍ପତ୍ତି ନେଲୁ ଯେ ଆମେ ଦକ୍ଷିଣ ପଶ୍ଚିମ ଏବଂ ଅନୁଗୁଳ ଜିଲ୍ଲାର ଆଉ ଅନ୍ୟ ଜିଲ୍ଲାର ବି ନୟାଗଡ଼ ଜିଲ୍ଲା ବି ଆମକୁ ସମ୍ମତି ଦେଇଥିଲା, ଗଞ୍ଜାମ ଜିଲ୍ଲା ବି ସମ୍ମତି ଦେଇଥିଲା, କିନ୍ତୁ ଆମେ ଆମ ଦକ୍ଷିଣ ଆଉ ପଶ୍ଚିମ ଓଡ଼ିଶାକୁ ଏବେ ଏକ୍ଜିଟ୍ ହେଇକି ଆମର ଯେଉଁ ଟେଣ୍ଡର ପ୍ରକ୍ରିୟା ରହୁଛି ଆପଣ ଦେଖନ୍ତୁ ଏବେ ଅନଲିମିଟେଡ୍ ଲେସ୍ ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ମାନେ ଗୋଟେ ପ୍ରୋଜେକ୍ଟର ଯଦି ଗୋଟେ କୋଟି ପର୍ଯ୍ୟନ୍ତ କାମ ତାକୁ 55% ଲେସ୍ରେ ଟେଣ୍ଡର ପକାଉଛନ୍ତି। ଆମେ ଆସୁଛୁ ଯେଉଁଟା ଆମେ 9% ବିଲୋରେ ବି କରିପାରୁନୁ, ସେମାନେ 55% ଲେସ୍ରେ କେମିତି ଟେଣ୍ଡର କରୁଛନ୍ତି। ଦ୍ୱିତୀୟ ହେଲା ବିଭିନ୍ନ ଆମର ଅନ୍ୟ ସମୟ ଅସୁବିଧା ଗୁଡ଼ାକ ରହୁଛି ଯେଉଁଟାକି କିଛି ଠିକାଦାର ଲେସ୍ ପକାଉଛନ୍ତି। ଲେସ୍ ପକାଇବା ଦ୍ୱାରା କାମର ମାନ ଖରାପ ହେଉଛି। ଆମେ ନିଷ୍ପତ୍ତି ନେଲୁ ଯେ ଆମ ଜିଲ୍ଲା ଗୁଡ଼ାକ ଆମେ କାର୍ଯ୍ୟର ମାନ ମର୍ଯ୍ୟାଦା ରକ୍ଷା କରିବୁ, ତାପରେ ଆମେ ସେଥିରୁ ଲାଭ କରିବୁ। ଆମେ ବ୍ୟବସାୟୀ